ମାଙ୍କ ହାତରୁ ପଖାଳ ଖାଇଲେ ଅନୁଭବ ମହାନ୍ତି। ପଖାଳ ଦିବସରେ ଜାଗୃତି ଶୁକ୍ଲା ନିଜ ହାତରେ ଅନୁଭବ ମହାନ୍ତିଙ୍କ ପାଇଁ ଓଡ଼ିଆ ଘରର ଖାଦ୍ୟ ବନାଇଥିଲେ। ବିଭିନ୍ନ ପ୍ରକାରର ଆଇଟମ ପ୍ରସ୍ତୁତ କରିଥିଲେ। ଆଉ ହାତ ଚାଟି ଅନୁଭବ ମହାନ୍ତି ଖୁସି ଖୁସିରେ ଖାଇଲେ ଜାଗୃତି ଶୁକ୍ଲା ବନାଇଥିବା ଖାଦ୍ୟ। ଦର୍ଶକ ବନ୍ଧୁ, ପଖାଳ ଦିବସକୁ ପ୍ରତିବର୍ଷ ଅନୁଭବ ମହାନ୍ତି ପାଳନ କରିଥାନ୍ତି। ପ୍ରତିବର୍ଷ ଅନୁଭବ ମହାନ୍ତି ପଖାଳ ଦିବସରେ ପଖାଳ ଖାଇଥାନ୍ତି। ହେଲେ ଏହି ବର୍ଷ ଜାଗୃତି ଶୁକ୍ଲା ଅନୁଭବ ମହାନ୍ତିଙ୍କ ପାଇଁ ବହୁତ ସାରା ଆଇଟମ ପ୍ରସ୍ତୁତ କରିଥିଲେ। ଆଉ ଯାହାକୁ ଖୁସିରେ ଅନୁଭବ ମହାନ୍ତି ଖାଉଥିବା ଦେଖିବାକୁ ମିଳିଛି। ଅନୁଭବ ମହାନ୍ତିଙ୍କୁ ତାଙ୍କ ମା ନିଜ ହାତରେ ପଖାଳ ଖୁଆଇ ଦେଉଛନ୍ତି। ଆଉ ଅନୁଭବ ମହାନ୍ତି ଜାଗୃତି ଶୁକ୍ଲା ବନାଇଥିବା ସେହି ଖାଦ୍ୟକୁ ଖୁସି ଖୁସିରେ ଖାଉଥିବା ଦେଖିବାକୁ ମିଳିଛି। ଅନୁଭବ ମହାନ୍ତି ଓଡ଼ିଆ ଘରର ଖାଦ୍ୟକୁ ବହୁତ ଅଧିକ ପସନ୍ଦ କରନ୍ତି। ଅନୁଭବ ମହାନ୍ତି ପ୍ରତିବର୍ଷ ପଖାଳ ଦିବସରେ ପଖାଳ ଖାଉଥିବା ଦୃଶ୍ୟ ଆପଣମାନେ ନିହାତି ଦେଖିଥିବେ। କିନ୍ତୁ ଏଥର ଅନୁଭବ ମହାନ୍ତିଙ୍କ ପାଇଁ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରିଥିଲେ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଜାଗୃତି ଶୁକ୍ଲା। ଆଉ ଯାହାକୁ ଖୁସି ଖୁସିରେ ଖାଇଥିଲେ ଅନୁଭବ ମହାନ୍ତି। ହଁ ଦର୍ଶକ ବନ୍ଧୁ, ଅନୁଭବ ମହାନ୍ତି ଜାଗୃତିଙ୍କୁ ଏତେ ଭଲ ପାଉଛନ୍ତି। ଆଉ ଜାଗୃତି ଶୁକ୍ଲା ଅନୁଭବ ମହାନ୍ତିଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ପେଶାଲ ଫିଲ୍ କରାଉଛନ୍ତି। ତେଣୁ ପଖାଳ ଦିବସରେ ନିଜ ହାତରେ ଜାଗୃତି ଅନୁଭବଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିବେ ବୋଲି ଲୋକେ ଏବେ ଆଲୋଚନା କରୁଛନ୍ତି। ଆଉ ଯାହାକୁ ଖୁସି ଖୁସିରେ ଅନୁଭବ ମହାନ୍ତି ଖାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଲୋକେ କହୁଛନ୍ତି ଅନୁଭବଙ୍କ ପାଇଁ ଜାଗୃତି ଶୁକ୍ଲା ନିଜ ହାତରେ ଏହି ଖାଦ୍ୟ ପ୍ରସ୍ତୁତ କରିଥିବେ।